ଫାଇନାଲି 3 ବର୍ଷ ଅପେକ୍ଷା କରିସାରିଲା ପରେ ଆଜି ଆମ ଗାଁରେ ଗଣେଶ ପୂଜା ପାଇଁ ଡେକୋରେସନ୍ କାମ ଚାଲିଛି। ଆପଣମାନେ ଏବେ ଯେଉଁ ଗଛ ଦେଖୁଛନ୍ତି ଏ ଗଛଟି ଟେଣ୍ଟ ମଝିରେ ଆସିଯାଇଛି। ତେଣୁ କ୍ଲବ୍ ପିଲାମାନେ ଡିସିସନ୍ କରିଛନ୍ତି ଯେ ଏ ଗଛଟିକୁ ନ କାଟି ଏଥିରେ ଚୁନି ଲାଇଟ୍ LED ଲାଇଟ୍ ଡେକୋରେସନ୍ କରିବା। ଏବେ ଆପଣ ଦେଖିପାରୁଥିବେ ଟେଣ୍ଟ କାମ ପୁରାପୁରି ସରିନାହିଁ, ଆହୁରି ବହୁତ କିଛି କାମ ବାକି ଅଛି। ଏପଟେ ମାନସ କାକା ଲାଇଟ୍ ଡେକୋରେସନ୍ ପାଇଁ ତାର ବନ୍ଧାବନ୍ଧି କରୁଛି। ଆଉ ତାକୁ ହେଲ୍ପ କରିବା ପାଇଁ ଅଛନ୍ତି ଆମ ଗାଁର ଆର୍ମି ବୟ ଜିତୁ କୁମାର, ଯିଏକି ଟ୍ରଲିଟାକୁ ସାବଧାନର ସହିତ ଆଗକୁ ନେଉଛି। ଫାଇନାଲି ଏହି ଗଛର ଲାଇଟ୍ ଡେକୋରେସନ୍ କାମ ଚାଲିଛି। ଲାଇଟ୍ ଚଳିଲା ପରେ ଗଛଟି ଦେଖିବା ପାଇଁ ବହୁତ ସୁନ୍ଦର ଲାଗିବ। ଏପଟେ ଷ୍ଟେଜ୍ ଡେକୋରେସନ୍ ପାଇଁ ଫୁଲ ଆଉ କିଛି ଲାଇଟ୍ସ ଆସିଯାଇଛି, ଯାହାକୁ ଦବାଇ ବସି ବାଛି ରଖୁଛି, ମାନେ କଲର୍ ୱାଇଜ୍ ଫୁଲ ଗୁଡ଼ାକୁ ବାଛି ରଖୁଛି, ଯାହାଫଳରେ କି ଷ୍ଟେଜ୍ ଡେକୋରେସନ୍ ବେଳେ ଡେକୋରେଟ୍ କରିବା ପାଇଁ ସୁବିଧା ହେବ। ଏଠି ଛୋଟ ଛୁଆ ଗୁଡ଼ାକୁ ଲାଇଟ୍ ବୋର୍ଡ଼ରେ ହାତୀ ଚିତ୍ର ଦେଖି ତାକୁ ହାତ ମାରି ଦେଖୁଛନ୍ତି, ହାତୀଟା ସତରେ କି ମିଛରେ ଅଛି। ଏପଟେ ଆମ କ୍ଲବ୍ର ବ୍ୟାନର ଟଙ୍ଗା ଯାଇଛି। ଏଇମାନେ ହେଉଛନ୍ତି ଆମ କ୍ଲବ୍ର ମେମ୍ବର୍ସ। ଆମ କ୍ଲବ୍ 2018 ମସିହାରେ ଷ୍ଟାର୍ଟ ହେଇଥିଲା। ଏଠି ଗେଟ୍ ପାଖରେ ଦୀପୁ ଭାଇ ଡେକୋରେସନ୍ କାମ ଚଲେଇଛନ୍ତି। ଏପଟେ ଗେଟ୍ ଡେକୋରେସନ୍ କାମ ପ୍ରାୟତଃ ସବୁ ସରି ଆସିଲାନି। ଠାକୁର ବି ଅଣାଯାଇ ସାରିଛି, ଖାଲି ନନା ଆସିଗଲେ ପୂଜା ଆରମ୍ଭ ହେଇଯିବ। ଏଠି ମିଟୁ କାକା ଗେଟ୍ ଆଗରେ ଝାଡ଼ୁ ମାରି ସଫା କରୁଛନ୍ତି। ଯଦି ଅପରିଷ୍କାର ରହିବ ଭଲ ଦେଖାଯିବନି ନା, ସେଇଥିପାଇଁ ଝାଡ଼ୁ ମାରି ସଫା କରୁଛନ୍ତି। ବେଲୁନ୍ ଗେଟ୍ ବି ସଜାଯାଇ ସାରିଛି। ଦେଖିବା ଭିତର ପଟୁ କେମିତି ଲାଗୁଛି। ଭିତର ପଟୁ ବେଲୁନ୍ ଗେଟ୍ଟି କିଛି ଏହିପରି ଦେଖାଯାଉଛି। ଏଠି ମାଇକ୍ ଚଲେଇବା ପାଇଁ ମେସିନ୍ ରଖାଯାଇଛି। ଆଉ ଆପଣମାନେ ଏବେ ଯେଉଁ କଲରଫୁଲ୍ ଫୁଲ ଦେଖୁଛନ୍ତି, ଏ ଫୁଲ ଗୁଡ଼ାକ ପ୍ଲାଷ୍ଟିକ୍, କିନ୍ତୁ ପତ୍ରଟା ସତ। ଏ ପତ୍ର ଉପରେ ସିଲଭର କଲର୍ ସ୍ପ୍ରେ କରାଯାଇଛି। এই ଡେକୋରେସନଟି ଗେଟ୍ର ସାମ୍ନା ପଟେ କରାଯାଇଛି। ଦୁଇ ସାଇଡ଼୍ରେ ବେଲୁନ୍ ଗେଟ୍, ମଝିରେ ଫୁଲ। ବହୁତ ସୁନ୍ଦର ଲାଗୁଛି ଦେଖିବା ପାଇଁ। ସମସ୍ତେ ହାତରେ ବ୍ରତ ସୂତା ବାନ୍ଧୁଛନ୍ତି, କାଳେ ସରିଯିବ, ସେଇଥିପାଇଁ ବବୁଲ କହୁଛି ମୋର ଆଗେ ବାନ୍ଧ। ତେଣୁ ତାକୁ ଆଗେ ବନ୍ଧା ଯାଉଛି। ତାପରେ ମୋର ପାଳି ଆସିଲା। ଏବେ ପୁଷ୍ପାଞ୍ଜଳି ଦେବା ପାଇଁ ସମସ୍ତଙ୍କୁ ଫୁଲ गणेश विघ्नेश गिरिजा नंदन प्रभु पैसा देलानी
କିଛି କହୁନି ସବୁ ଦେବ ବୋଲୁ ଦେ ଅଶୋକ ଭାଇ ଦେଇଛନ୍ତି।